ତିନି ଦିନ ହେଲା ମନ ଭାରି ବ୍ୟସ୍ତ ବିବ୍ରତ ଆଉ ବିଚଳିତ ସୌମ୍ୟାଶ୍ରୀ ବିଶୀଙ୍କର ଘଟଣାକୁ ନେଇ। ମା, ତୁମେ ଏତେ ପ୍ରତିଭାର ଅଧିକାରିଣୀ ଥାଇ କାହିଁକି ମନଟାକୁ ଏମିତି ଦୁର୍ବଳ କରିଦେଲ? ଜୀବନର ଅନ୍ୟ ନାମ ପରା ସଂଘର୍ଷ। ତୁମେ ନିଷ୍ପାପ କଢ଼ିଟିଏ। ମହାପ୍ରଭୁ ଜଗନ୍ନାଥ ତୁମ ଆତ୍ମାକୁ ଶାନ୍ତି ଦିଅନ୍ତୁ। ମୁଁ ଜାଣିଛି ତୁମ ଆତ୍ମା କେବେ ଶାନ୍ତି ପାଇବ ହିଁ ନାହିଁ। ତୁମ ଜୀବନ ଦୀପ ନିର୍ବାପିତ ହୋଇସାରିବା ପରେ ତୁମକୁ ନେଇ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ଆରୋପ ପ୍ରତ୍ୟାରୋପ ଚାଲି ରହିଛି। ପରସ୍ପରକୁ ସମସ୍ତେ ଦୋଷ ଲଦିବାରେ ବ୍ୟସ୍ତ ରହିଛନ୍ତି। କିନ୍ତୁ ମୋର ଗୋଟିଏ ବିଚଳିତ ମନ ମୋର ଗୋଟିଏ କଥା ଭାବୁଛି, ଏଇଟା କ'ଣ ଆମ ମହାପ୍ରଭୁ ଜଗନ୍ନାଥଙ୍କର ସଂସ୍କୃତି? ମାତୃଦେବ ଭବ। ମୋ ବିଚଳିତ ମନ ବ୍ୟସ୍ତ ମନ କିନ୍ତୁ ଗୋଟିଏ କଥା ଭାବୁଛି, ଯେ ପର୍ଯ୍ୟନ୍ତ ପୁରୁଷର ମନରୁ ଏ ରୁଗ୍ଣ ମାନସିକତା ଦୂର ନ ହେଇଥିବ, ଏ ଘୃଣ୍ୟ ଚିନ୍ତା ତା ମନରୁ ଯେ ପର୍ଯ୍ୟନ୍ତ ନ ଯାଇଥିବ, ନାରୀକୁ କେବଳ ଉପଭୋଗର ସାମଗ୍ରୀ ଭାବରେ ଯେତେବେଳେ ଭାବିବାଟା ତା ମନରୁ ଦୂର ନ ହେଇଥିବ, ସେ ପର୍ଯ୍ୟନ୍ତ ସମାଜରେ ଏଭଳି ଅଧ୍ୟାୟ କଳଙ୍କିତ ଅଧ୍ୟାୟ ଚାଲିଥିବ। ଯାହା ପୂର୍ବ ଦିନମାନଙ୍କରେ ଘଟୁଥିଲା ଆଜି ମଧ୍ୟ ସେ ଘଟୁଛି, ଆଗାମୀ ଦିନରେ ମଧ୍ୟ ଘଟିବ। ଏ ସରକାର ସେ ସରକାରଙ୍କୁ ଆମେ ଦୋଷ ଦେବାରେ ଲାଗି ପଡ଼ିଛେ, କିନ୍ତୁ କେବେ ଚିନ୍ତା କରିନେ ଆମ ପାଇଁ ଆଜି ଏଭଳି କଳଙ୍କିତ ଘଟଣା ସବୁ ଘଟି ଚାଲିଛି। ବନ୍ଧୁମାନେ, ସମସ୍ତେ ଆମେ ଛୁଆ ପିଲା ପୁଅ ଝିଅ ଧରି ଘର ସଂସାର କରିଛେ। ତେଣୁ ଏଭଳି ଘୃଣ୍ୟ ଭାବନାକୁ ପ୍ରଥମେ ମନରୁ ଦୂର କରି ଆମର ଆଚାର ବିଚାରରେ ସଂସ୍କାର ଆଣିବା ଦରକାର। ନିଷ୍ପାପ କଳିଟିଏ ଆଜି ଅଦିନରେ ଝଡ଼ି ପଡ଼ିଲା। କେତେ କଷ୍ଟ ଯନ୍ତ୍ରଣା ମାନସିକ ନିର୍ଯାତନା ସହି